ଅଳୟ କହିକି ଜଣେ ବ୍ରହ୍ମପୁରର ମିସ୍ତ୍ରୀ ସିଏ କମ୍ ପଇସାରେ ବାଲେଶ୍ୱରରେ ସୁନା ଦେଉଛି କହି କହିଲେ ମୁଁ ତା ସହିତ ଆସିଥିଲି। ଆସିକି 5 ତାରିଖ ଦିନ ଏଇଠୁ ଚେକ୍ କରିଥିଲି କଟିପଦା ପାଖରେ ଟିକେ ଦେଇଥିଲେ, ମୁଁ ଡିଲ୍ କରିକି ନେଇଥିଲି, ସେଇଟା ସୁନା ଥିଲା। ତାପରେ ସେକେଣ୍ଡ ଟାଇମ୍ ମୁଁ ଆସିଥିଲି 15 ତାରିଖ ଦିନ। 15 ତାରିଖ ଦିନ ଆସିଲା ପରେ ତାଙ୍କେ ପଇସା ଆଣିଛ କି ପଚାରିଲା, ମୁଁ ଦେଖେଇଲି 16 ଲକ୍ଷ। ଦେଖେଇଲା ପରେ ତାଙ୍କେ ଦେଖେଇକି ବେକରେ ଗାଡ଼ିରେ ରଖିଦେଲି। ରଖିଦେଲା ପରେ ତାଙ୍କେ 4 ଜଣ ଆସିଲେ କାର୍ଡ଼ରୁ ଜଣେ 4 ଜଣ ଆସିକି ତାପରେ ଗାଡ଼ିର ସବୁ କାଗଜପତ୍ର ନାହିଁ କହି କାଗଜପତ୍ର ଦେଖିବ ନା, ଗାଡ଼ିରେ ବେଗ୍ ପତ୍ର ସବୁ ଖୋଜାଖୋଜି କଲେ। ଖୋଜାଖୋଜି କଲା ପରେ ମୁଁ ଦେଖିଲି ଆଙ୍କେ ପଇସା ନେଇଯିବ ରଖିଥିଲି। ପଇସାଟା ଧରିକି ଯିଏ ସୁନା ଦେଖୁଥିଲି ତାଙ୍କର ବସି ପଡ଼ିଲି। ତାଙ୍କ ଗାଡ଼ିରେ ବସିକି ଗଲା ପରେ ଆଉ ଯେଉଁ 4 ଜଣ ଥିଲେ ତାଙ୍କେ ଗୋଡ଼େଇକି 2 ଜଣ ଗଲେ, ଆଉ 2 ଜଣ ଥିଲେ। 2 ଜଣ ମୋତେ ତାକୁ ଦେଖିକି ଗାଡ଼ିଟାକୁ ଆଡ଼ିଲା ପରେ ଘୁଷି ଦେଇଗଲା। ମୁଁ କହିଲି ଗାଡ଼ିରେ ରଖ କହିକି ଭୁଲି ଧାଇଁ ପଳାଇଲା ପରେ ତାପରେ ଯେଉଁ ପଛରେ ଯେଉଁ 2 ଜଣ ଥିଲେ ତାଙ୍କେ ଆସିକି ଆଟାକ୍ କଲେ। ଆଟାକ୍ ଲାଗୁଛି ପଛରେ ଯେଉଁ ଆସିଥିଲେ ଯେଉଁ ଗୋଡ଼ଉଥିଲେ ତାଙ୍କେ ମୋତେ ଭୁଷି ଦେଲାକୁ ଏ ହାତକୁ ଭୁଷି ଦେଲି। ତାପରେ ଏ ହାତ ଫାଷ୍ଟ ଟଣ୍ଟି ମାରିଲା, ମୁଁ ହାତ ଦେଖେଇଦେଲି। ତାପରେ ପେଟକୁ ମାରିଲା, ଛାତି ଏ ହାତ ଯାହା ଦେଖେଇଲା ପରେ ମୋତେ ଟିଚ୍ ପଡ଼ିଥିଲା। ମୁଁ MKCG ମେଡ଼ିକାଲରେ ଯାଇକି ପଇସା ଛଡ଼େଇ ନେଇଗଲେ 16 ଲକ୍ଷ। ନାଇଁ ସେ ସବୁ କିଛି ଦେଖେଇ ନାହାନ୍ତି ସେଇଟା। ମୁଁ ବାକି ହେଇଛି 5 ଲକ୍ଷ ବାକି ହେଇଛି। ହଁ ଧାର କରିଛି। ଏଇଟା ଭଉଣୀ ଯାକ ତାଙ୍କ ସୁନା ମାଗିକି ବନ୍ଧା କରିଥିଲି କିନ୍ତୁ ଫାଇନାନ୍ସରେ। ହଁ ବନ୍ଧା ପକେଇ ବ୍ରହ୍ମପୁରର ମିଶିଲା ସାର୍। ଅଳୟ ଆଣିକି ମୁନାକୁ ମିଶାଇଲା। ମୁନା ରିଙ୍କୁକୁ ଡାକିଲେ, ରିଙ୍କୁ ଆଣିକି ଏ ସୁନା ସହିତ ମିଶାଇଲେ। ଏଇଠି କଟିପଦାରେ ସେ ଲୋକ ସହିତ ମିଶାଇ ଦେଲେ। ଆଉ ଟଙ୍କାଟା କିନ୍ତୁ ପାଇଛି।